नमस्ते वासुदेवाय। 31 मैत्रेय उवाच। मैत्रेय कहन्ति विदुर प्रचेता वैराग्य विचार। से 10 भाई दिव्यज्ञानी हरिଙ୍କ आज्ञा अनुध्यानी। पत्नीକୁ ପୁତ୍ର ସମର୍ପିଲେ ରାଜ୍ୟକୁ ତେଜି ବନେ ଗଲେ। ପଶ୍ଚିମ ଜଳଧି ତଟରେ ରହିଲେ ସିଦ୍ଧ ଆଶ୍ରମରେ। ଜାବାଳ ନାମେ ଦ୍ୱିଜବର ଯହିଁ ହୋଇଲେ ସିଦ୍ଧେଶ୍ୱର। ତହିଁ ସେମାନେ ତପ କରି ପୂଜନ୍ତି ବ୍ରହ୍ମା ଚିତ୍ତେ ସ୍ମରି। ଏ ମନ ଲୋଚନ ବଚନ ସଂଯମ କଲେ ପ୍ରାଣ ମନ। ଅସନ ଆଦି ଜୟ କଲେ ସୁଧାନ୍ତ ବିଗ୍ରହ ହୋଇଲେ। ଏମନ୍ତ ସମୟେ ବିଦୁର ନାରଦ ବ୍ରହ୍ମାଙ୍କ କୁମର ମିଳିଲେ ସେଠାବରେ ଆସି। ସେମାନେ ତପେଛନ୍ତି ବସି। ଦେଖି ନାରଦ ମୁନିବର ସେମାନେ ଉଠିଲେ ସତ୍ୱର। ବେଗେ ଆସନ ଆଣିଦେଲେ ଚରଣ ଯୁଗ ପଖାଳିଲେ। ଆସନେ ବସାଇଲେ ନେଇ ପୂଜିଲେ ଅର୍ଘ୍ୟ ଆଦି ଦେଇ। ଆନନ୍ଦେ ବସି ମୁନିବର ସେମାନେ ଅଗ୍ରେ ଯୋଡ଼ିକର। ବସି ବିଚାରନ୍ତି ବିନୟେ ଭୋମୁନି ସ୍ୱାଗତ ନିର୍ଣ୍ଣୟେ। କି ଭାଗ୍ୟ ଆମ୍ଭେ କରିଥିଲୁ ଏ ତୁମ୍ଭ ଦର୍ଶନ ଲଭିଲୁ। ଭୋମୁନି ଏ ତୁମ୍ଭ ଭ୍ରମଣ ଅଜ୍ଞାନ ଜନେ ଉଦ୍ଧାରଣ। ନିର୍ଭୟ ହେତୁ ପ୍ରାଣୀଙ୍କର ତୁମ୍ଭ ଦର୍ଶନ ମୁନିବର। ଯେସନେ ସୂର୍ଯ୍ୟଙ୍କ ଉଦୟ ଅଶେଷ ପ୍ରାଣୀ ସୁଖୋଦୟ। ସେ ରୂପେ ତୁମ୍ଭ ଦରଶନ ସୌଭାଗ୍ୟ ଆମ୍ଭର ଜୀବନ। ଭୋମୁନି ମନ ଦୁଃଖ ଯେତେ କହିବୁ ତୁମ୍ଭର ଅଗ୍ରତେ। ପୂର୍ବେ ଯେ ପ୍ରଭୁ ଭଗବାନ କହି ଯେ ଥିଲେ ଦିବ୍ୟଜ୍ଞାନ। ଆମ୍ଭେ ଯେ ଗୃହ ଧର୍ମେ ପଡ଼ି ସେ ଦିବ୍ୟ ଜ୍ଞାନ ଦେଲୁ ହୁଡ଼ି। ଭୋମୁନି କର ଅନୁଗ୍ରହ ସେ ତତ୍ତ୍ୱ ଜ୍ଞାନ ଏବେ କହ। ଏ ଭବ ସାଗର ଦୁସ୍ତର ଯେ ଜ୍ଞାନେ ହୋଇବୁ ନିସ୍ତାର। मैत्रेय उवाच। मैत्रेय कहन्ति ଭାରତ ଏମନ୍ତ ବାକ୍ୟ ସେ ପ୍ରଚେତ। ସ୍ମରି ନାରଦ ଭଗବାନ ଉତ୍ତମ ଶ୍ଳୋକେ କଲେ ଧ୍ୟାନ। ଧ୍ୟାନ କରନ୍ତି ମୁନିବର ରୋମ ପୁଲକ ଗଳେ ବର। କୃଷ୍ଣ ବିଷୟେ ନିମଜିଲେ ଦେହ ଜୀବନ ପାଶୋରିଲେ। ତକ୍ଷଣେ ପାଇ ଦେହ ବୁଦ୍ଧି ତାହାଙ୍କୁ କହନ୍ତି ପ୍ରବୋଧି। ନାରଦ ଉବାଚ। ଶୁଣ ନୃପତି ଧର୍ମଶୀଳ ଯେଣେ ତୋ ହୋଇବ କୁଶଳ। କହିବା ଶୁଣ ସାବଧାନ ଯେ ଧର୍ମେ ହେବ ତୁମ୍ଭ ଜ୍ଞାନ। ହରି ଭଜନ ଯେବେ ନାହିଁ ଏଥୁଅ ଭାଗ୍ୟ ପରେ କାହିଁ। ସୁସାଧ୍ୟ କଲେ ଦିବ୍ୟ ଜ୍ଞାନ ଅପରେ ଯେତେ ତପଦାନ। ଏ ସର୍ବ ତାର କାରଣ ଯେବେ ନ ଭଜେ ନାରାୟଣ। ଯେସନେ ଜନେ ତରୁ ମୂଳେ ସେବନ କଲେ ନେଇ ଜଳେ। ତାହାର ଭୁଜ ସ୍କନ୍ଧ ଶାଖା ସର୍ବସନ୍ତୁଷ୍ଟ ମୂଳେ ଏକା। ଏମନ୍ତେ ସେ ହରିଙ୍କ ସେବା କଲେ ସନ୍ତୋଷ ସର୍ବଦେବା। ହରିଟି ସର୍ବ ଆତ୍ମା ମୂଳ ଯେତେ ପ୍ରପଞ୍ଚେ ସୂକ୍ଷ୍ମ ସ୍ଥୂଳ। ଅପରେ ହରି କଥା ମାନ କହି ତୋଷିଲେ ତାଙ୍କ ମନ। ତକ୍ଷଣେ ବ୍ରହ୍ମଲୋକେ ଗଲେ ସେ ସର୍ବ ସନ୍ତୋଷେ ରହିଲେ। मैत्रेय उवाच।
ଶୁଣ ବିଦୁର ଜ୍ଞାନବନ୍ତ ନାରଦ ମୁଖରୁ ନିର୍ଗତ ହରିଙ୍କ ନାମ ଯଶ ଗୁଣ ଯେବା ଭାବନ୍ତି ଅନୁକ୍ଷଣ ସେ ସର୍ବ କାମାର୍ଥ ଲଭନ୍ତି ଇତ୍ୟାଦି ତାର ବିନାଶନ୍ତି। ଶୁଣ ଆନନ୍ଦେ ନୃପଗଣେ ହରିଙ୍କୁ ଭଜି ଅନୁକ୍ଷଣେ ସେ ଅନ୍ତେ ହରିଙ୍କୁ ଲଭିଲେ ନାରଦ ହେତୁ ନିସ୍ତରିଲେ। ଏଣୁ ସାଧୁଙ୍କ ସଙ୍ଗେ ପ୍ରାଣୀ ଅନ୍ତରେ ଲଭେ ଚକ୍ରପାଣି ଅପରେ ନାହିଁ ସଦଗତି ଏ ଗୃହ୍ୟ ଗୁପ୍ତ ଜ୍ଞାନ ଅତି ସେ ସାଧୁ ସଙ୍ଗେ ଚିତେ କର ଏ ମାୟା ସ୍ନେହ ଯାଉ ଦୂର। କହିଲୁ ବ୍ରହ୍ମ ତତ୍ତ୍ୱ ସାର ମୈତ୍ରେୟ କହନ୍ତି ବିଦୁର ତୋର ସଂଶୟ ହୃଦଗତେ ପଚାରିଥିଲୁ ଯେ ବୃତ୍ତାନ୍ତେ ସାରୋଦ୍ଧାର ଏ ଭାଗବତ କହି ଯେ ଥିଲୁ ଆମ୍ଭେ ତୋତେ ସାରୋଦ୍ଧାର ଏ ଭାଗବତେ କହି ଯେ ଥିଲୁ ଆମ୍ଭେ ତୋତେ। ନାରଦ ପ୍ରଚେତ ଦଶଙ୍କ ସମ୍ବାଦ ଚରିତ ହରିଙ୍କ ମୁଁ ଫେଡ଼ି କହିଲଇଁ ତାହା ସନ୍ଦେହ କରିଥିଲୁ ଯାହା। ଶ୍ରୀଶୁକ ଉବାଚ କହନ୍ତି ଶୁକ ମହାମୁନି ଶୁଣ ପରୀକ୍ଷ ମହାଜ୍ଞାନୀ ମୈତ୍ରେୟ ଏମନ୍ତ କହିଲେ ବିଦୁର ବିନୟ ଶୁଣିଲେ ଆନନ୍ଦେ ଲୋମ ପୁଲକିତ ଭାବ ଗଦ୍ଗଦେ ଅଶ୍ରୁପାତ ଆନନ୍ଦ ସାଗରେ ବୁଡ଼ିଲେ ଦେହ ଜୀବନ ପାଶୋରିଲେ। ଧରିଣ ମୁନିଙ୍କ ଚରଣ ହେ ମୁନି କର ଉଦ୍ଧାରଣ ତୁମ୍ଭ ପ୍ରସନ୍ନେ ତତ୍ତ୍ୱଜ୍ଞାନ ପାଇ ଛାଡ଼ିଲା ଅଭିମାନ। ଭୋ ମୁନି ତୁମ୍ଭେ ଜ୍ଞାନ ପର ଦେଖାଇ ଦେଲ ତତ୍ତ୍ୱ ସାର ଏମନ୍ତ ଜନ ଯେବେ ହୋଇ ସେ ପ୍ରାଣୀ ହରିଙ୍କୁ ଭଜଇ ମୁଁ ଏବେ ହେଲି ମୋକ୍ଷ ପର ତୁମ୍ଭ ଦର୍ଶନେ ମୁନିବର। ଭୋ ମୁନି ଆଜ୍ଞା ଦେବେ ଯେବେ ନିଜ ସଦନେ ଯିବି ତେବେ ମୁନିଙ୍କ ଚରଣେ ନମିଲେ ସେ ତାକୁ ତୋଷେ ଆଜ୍ଞା ଦେଲେ। ହସ୍ତିନାଗମଇ ବିଦୁର ଦେଖିବା ଅର୍ଥେ ସହୋଦର ଛାଡ଼ି ସମସ୍ତ ମାୟା ମୋହେ ଗମିଲା ମାତ୍ର ଭାତୃସ୍ନେହେ। ଶୁଣ ରାଜନ ଦଣ୍ଡଧର ସେ ଯେ ପ୍ରାଚୀନ ନୃପବର ତାହାଙ୍କ ପୁଣ୍ୟ ଯଶ କୀର୍ତ୍ତି ଯେ ନୃତ୍ୟ ଶୁଣେ ଦୃଢ଼େ ଅତି ତା ଯଶ ଆୟୁଷ ବଢ଼ଇ ବିପୁଳ ଭୋଗ ନ ଛାଡ଼ଇ ଷଡ଼ଶ୍ଚର୍ଯ୍ୟ ଭୋଗେ ତୋଷ ଅନ୍ତେ ଯେ ଗତି ଚତୁର୍ଦ୍ଦଶ କହଇ ବିପ୍ର ଜଗନ୍ନାଥ ଏ କୃଷ୍ଣ ଆଜ୍ଞାରୁ ଭକତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ଚତୁର୍ଥ ସ୍କନ୍ଧେ ନାରଦ ପ୍ରଚେତା ପ୍ରସଙ୍ଗେ ନାମ 31ୋऽଧ୍ୟାୟଃ। ଭୀମସ୍ୟାପି ଭଙ୍ଗो ମୁନେରପି ମତିଭ୍ରମः ଯଦି ଶୁଦ୍ଧମଶୁଦ୍ଧ वा मम दोषो न विद्यते। ॐ नमो भगवते वासुदेवाय।